ସ୍ୱାଧୀନତା ଦିବସ ଉପଲକ୍ଷେ ସୁନ୍ଦର ସରଳ ସଂକ୍ଷିପ୍ତ ଏବଂ ହୃଦୟସ୍ପର୍ଶୀ ଓଡ଼ିଆ ଭାଷଣ। ହୃଦୟ ଆମର ଗୋଟିଏ, ଗୋଟିଏ ଆମର ଜୀବନ। ହୃଦୟ ଆମର ଗୋଟିଏ, ଗୋଟିଏ ଆମର ଜୀବନ। ଭାରତ ମାତା ଆମର, ଆଉ ଆମେ ଏହାର ସନ୍ତାନ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀ ଗଣ, ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ, ସ୍ୱାଧୀନତା ଦିବସ। ଆମ ସମସ୍ତଙ୍କ ପାଇଁ ବଡ଼ ଗର୍ବ ଓ ଗୌରବର ଦିନ। ଆଜି ଏହି ପବିତ୍ର ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନ ହୋଇଥିଲା। ଆଜି ଆମେ ଆମ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ। ଯାହା ଅଛି ଭାରତେ ତାହା ନାହିଁ ଜଗତେ। ଏହି ଭାରତର ଭୂମି ପବିତ୍ର, ସମୃଦ୍ଧ, ରତ୍ନଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନା। ଏହାକୁ ସୁନାର ଭାରତ ବୋଲି କୁହାଯାଏ। ବୈଦେଶିକ ଶାସକମାନେ ଏହା ଉପରେ ବାରମ୍ବାର ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଭାରତବର୍ଷ ବହୁ ବର୍ଷ ଧରି ସ୍ୱାଧୀନତା ହରାଇଥିଲା। ଫରାସୀ, ପର୍ତ୍ତୁଗୀଜ, ଡଚ୍, ସ୍ପେନ୍, ଇଂରେଜମାନେ ଆମ ଦେଶକୁ ଆସି ବାଣିଜ୍ୟ ବ୍ୟବସାୟ କରିବାକୁ ଆସି କୂଟନୀତି ପ୍ରୟୋଗ କରି ଆମ ଦେଶର ଶାସନଭାର ହାତକୁ ନେଲେ ଏବଂ ଆମ ଦେଶରୁ ବହୁ ଧନରତ୍ନ ଲୁଟି ନେଲେ। ପ୍ରତିବାଦ କଲେ ଲାଠି ପ୍ରହାର, ଗୁଳିମାଡ଼, ଜେଲ ଦଣ୍ଡ, ଫାଶୀ ଖୁଣ୍ଟରେ ଝୁଲିବାକୁ ପଡୁଥିଲା। ସେତେବେଳେ ଆମ ଦେଶକୁ ରକ୍ଷା କରିବାକୁ ଭାରତ ଭୂମିରେ ଆବିର୍ଭାତ ହୋଇଥିଲେ ବହୁ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ। ପ୍ରକୃତ ସ୍ୱାଧୀନତାର ଆନ୍ଦୋଳନ 1857 ମସିହା ସିପାହୀ ବିଦ୍ରୋହରୁ ଆରମ୍ଭ ହୋଇଥିଲା। ମଙ୍ଗଳ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଆରମ୍ଭ କରିଥିଲେ। ସମଗ୍ର ଦେଶରେ ଏହାର ପ୍ରଭାବ ପଡ଼ିଲା। ବ୍ରିଟିଶମାନେ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏମାନଙ୍କୁ ଦମନ କଲେ। ବହୁ ଦେଶପ୍ରେମୀ ଏଥିରେ ଝାସ ଦେଇ କାରାବରଣ କଲେ। ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ, ଲକ୍ଷ୍ମଣ ନାୟକ, ଜୟରାଜଗୁରୁଙ୍କ ଭଳି ମହାନ ବ୍ୟକ୍ତିମାନେ ଦେଶ ପାଇଁ ସଂଗ୍ରାମ କରି ଶହୀଦ ହେଲେ। ଶେଷରେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସ୍ୱାଧୀନତା ନେତୃବୃନ୍ଦ ଆନ୍ଦୋଳନରେ ଭାଗ ନେବା ଫଳରେ କୋଟି କୋଟି ଦେଶବାସୀ ଆନ୍ଦୋଳନରେ ଭାଗ ନେଲେ। ନେତାଜୀଙ୍କ ସ୍ଲୋଗାନ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଓ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଆଗରେ ଇଂରେଜମାନେ ମୁଣ୍ଡ ନୁଆଇଲେ ଏବଂ ଶେଷରେ ଶହ ଶହ ବର୍ଷର ପରାଧୀନତାରୁ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ଭାରତ ସ୍ୱାଧୀନତା ପାଇଲା। ସେବେଠାରୁ ସ୍ୱାଧୀନତା ଦିବସ ପାଳନ କରି ଆସୁଛେ। ତେଣୁ ଆଜିର ଏହି ଦିନରେ ଆମେ ସମସ୍ତେ ଶପଥ ନେବା ଉଚିତ ଯେ ଆମ ଦେଶ ଭାରତବର୍ଷକୁ ସୁଦୃଢ଼, ସମୃଦ୍ଧି, ଶକ୍ତିଶାଳୀ ଓ ବିକାଶ ପାଇଁ ଆମେ ସମସ୍ତେ ଭାରତବାସୀ ଏକ ହୋଇ ଜାତୀୟ ପତାକାକୁ ସମ୍ମାନ ଦେଇ ଭାରତ ମାତାର ଟେକ ରଖିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟରେ ନିଶ୍ଚିତ ଜଣାଇବ। ଆଜି ପାଇଁ ରହୁଛି। ଗଡ୍ ବ୍ଲେସ୍ ୟୁ।